ଭାଇ ଜନସାଧାରଣ ଗରିବ ଲୋକମାନେ ଯୋଉଠି ଯଦି ସୁବିଧା ପାଇଲେ ନିଶ୍ଚିତ ଭାବେ ସେପଟେ ଆକର୍ଷିତ ହେଇକରି ସେମାନେ ପଳେଇବେ। ଚିତ୍ରକୋଣ୍ଡା ବ୍ଲକର କିଛି ଗାଁ ସେମାନେ ଆନ୍ଧ୍ର ମୁହାଁ ହଉଛନ୍ତି। କହିହବ ନା କିଛି ସେଭଳିଆ ଯଦି ହୁଏ ତାହେଲେ ତ ଆନ୍ଧ୍ର ପୁରା ବହୁତ ମାନେ ଆମ ଚିତ୍ରକୋଣ୍ଡା ବ୍ଲକଟାକୁ ପୁରା କବ୍ଜା କରିଦେବ। ଏଠି ତ ଆମ କାଣିଛାୟା ପଡ଼ୁଛି। କହିଲି ପରା ସଇଲା ପୁଅର ଭାଗ ନାହିଁ, ସାନ ପୁଅର ଭାଗ ନାହିଁ। ସେଭଳିଆ ହଉଛି। ମାନେ ଶେଷ ନିର୍ବାଚନ ଶେଷ ଜିଲ୍ଲା। ସବୁ ଉପର ମୁଣ୍ଡରୁ ଯାଉ 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 ଯାଇ 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 ପୁରା ଶେଷରେ ଯାହା ବଳକା ହେଲା ତା ପଡ଼ୁଛି, ନହେଲେ କିଛି ଡିପାର୍ଟମେଣ୍ଟରେ ପଡ଼ୁନାକା ନାହିଁ। କାହିଁକି ଏ ପ୍ରକାର ଅଣଦେଖା କରାଯାଉଛି? ବିଜେପି ବିଧାୟକମାନଙ୍କୁ କାହିଁକି ଦିଆଗଲା, ଆମକୁ କାହିଁକି ଦିଆଗଲା? ସିଏମ୍ ଫଣ୍ଡ ତାକୁ ପ୍ରଶାସନ ସମ୍ପାଦନା କରିପାରୁନାହାନ୍ତି। ବଜେଟରେ ପଇସା ନଥାଇକିରି ବଜେଟ୍ ତିଆରି କରୁଛନ୍ତି। ପଇସା ବି ଅଧା ଆସି ପହଞ୍ଚୁଛି, ଅଧା ପହଞ୍ଚି ପାରୁନି, କି କାମ ବି ସଠିକ୍ ଭାବରେ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟ ସମ୍ପାଦନ ହେଇପାରୁନି। ଆମ ମାଲକାନଗିରି ଜିଲ୍ଲା କହିଲି ବା ମୁଁ ବାରମ୍ବାର କହିକରି ଆସୁଛି, ବିଧାନସଭାରେ ମଧ୍ୟ କହୁଛି, ଶଇଲା ପୁଅର ଭାଗ ନାହିଁ। 30 ନମ୍ବର ଜିଲ୍ଲା ମୋ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ 147 ନମ୍ବର ଶେଷ ନିର୍ବାଚନ ମଣ୍ଡଳୀ। ସେଠି ନା ଶିକ୍ଷାର ବ୍ୟବସ୍ଥା ଅଛି, ନା ପିଇବା ପାଣିର ବ୍ୟବସ୍ଥା ଅଛି, ନା ରାସ୍ତାର ବ୍ୟବସ୍ଥା ଅଛି, ନା ଲୋକଙ୍କର ମୌଳିକ ସମସ୍ୟାର ସୁବିଧା ଅଛି। କିଛି ସୁବିଧା ନାହିଁ। ଆଜି ବିଗତ ଦିନରେ ବିଜୁ ଜନତା ଦଳ ସମୟରେ ଗୋଟିଏ ବିଡି କଲେଜ ହେଇଥିଲା। ଲକ୍ଷ ଲକ୍ଷ ଟଙ୍କାର ଯେଉଁ ଷ୍ଟ୍ରକ୍ଚର ତିଆରି ହେଇଛି, ବିଲ୍ଡିଂ ଯାକ ତିଆରି ହେଇଛି, ସେଠି ଆଜି ପର୍ଯ୍ୟନ୍ତ ଲେକ୍ଚର କିମ୍ବା ପ୍ରିନ୍ସିପାଲ ସେଠି ନିଯୁକ୍ତି ଦେଇପାରୁନାହାନ୍ତି। ସେ କଲେଜ ଫଙ୍କସନ୍ ହେଇପାରୁନାହିଁ। ଯଦି ସେ କଲେଜ ଫଙ୍କସନ୍ ହେଇଥାନ୍ତା ତାହେଲେ ନିଶ୍ଚିତ ଭାବରେ ସେ ଅଞ୍ଚଳର ଯୁବକ ଯୁବତୀମାନେ ବିଡ଼ି ଶିକ୍ଷା ଲାଭ କରିପାରିଥାନ୍ତେ। ସେଠି ହେଇପାରୁନାହିଁ। ଆମେ ବାରମ୍ବାର ଅଭିଯୋଗ କରୁଛୁ, ବାରମ୍ବାର ଦାବି କରୁଛୁ। ମୁଁ ମନ୍ତ୍ରୀମାନଙ୍କ ସହିତ ବି ଆଲୋଚନା କରିଛି, କିନ୍ତୁ ହେଇପାରୁନାହିଁ। ଆଉ ଆପଣ ବିଶ୍ୱାସ କରିବେ ନାହିଁ ମୁଁ ଯେଉଁ କଥା କହୁଛି, ଆଜି ପର୍ଯ୍ୟନ୍ତ ଯେଉଁ ବିଛିନ୍ନାଞ୍ଚଳ ଯେଉଁ ରହିଛି ମୋ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଚାରି ଗୋଟି ବ୍ଲକ ଯାଉଛି, ଖଇରପୁଟ, କରକୋଣ୍ଡା, ଚିତ୍ରକୋଣ୍ଡା। ଏଇ ଯେଉଁ ବିଛିନ୍ନାଞ୍ଚଳ ଯେଉଁ ଅଞ୍ଚଳ ଗୁଡ଼ାକ ରହିଛି, ପଞ୍ଚାୟତ ଗୁଡ଼ାକ ରହିଛି, ସେଠି ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ନାଁ ଅଛି, କିନ୍ତୁ ସେଠି ବିଲ୍ଡିଂ ହେଇପାରୁନାହିଁ। ବାରମ୍ବାର ମୁଁ ସରପଞ୍ଚ ଥିଲି, ସରପଞ୍ଚରେ ଅଭିଯୋଗ କରିଛି, ଜିଲ୍ଲା ମିଟିଂରେ, ଜିଲ୍ଲା ପରିଷଦ ବୈଠକରେ, ଜିଲ୍ଲା ପରିଷଦ ଥିଲି ସେତେବେଳେ ମଧ୍ୟ ଅଭିଯୋଗ କରି ଆସୁଛି, କିନ୍ତୁ ଏ ସରକାର ଶୁଣୁନାହାନ୍ତି କି ଶିକ୍ଷା ପ୍ରତି ଗୁରୁତ୍ୱ ଦେଉନାହାନ୍ତି। କ'ଣ ପାଇଁ ଦଉନାହାନ୍ତି? ସେଠି କ'ଣ ଆନ୍ଧ୍ରାର କବ୍ଜା ରହୁଛି? ଆନ୍ଧ୍ରାରୁ ସବୁ ଜିନିଷ ଆସୁଛି ଏବେ ନିଶ୍ଚିତ ଭାବରେ ଚିତ୍ରକୋଣ୍ଡା ବ୍ଲକର କିଛିଟା ଗାଁ, 4-5 ଗୋଟି ଗାଁ, ଧୂଳିପୁଟ ଏବାଟେ ଜୁଙ୍ଗଡାଙ୍ଗ ବୋଲି ଗୋଟେ ଜାଗା ଅଛି, ସେ ଅଞ୍ଚଳକୁ ଆନ୍ଧ୍ରା କବ୍ଜା କଲାଣି। ସେଠି ଆନ୍ଧ୍ର ସରକାର ସେଠି ଅଙ୍ଗନବାଡ଼ି ଚଲାଉଛି, ସ୍କୁଲ ଚଲାଉଛି, ପିଲାଙ୍କୁ ଶିକ୍ଷା ଦେଉଛି। କିଛି ଗୋଟେ 5-6ଟା ଗାଁ ଅଛି, ସେମାନେ ଆନ୍ଧ୍ରରୁ ସବୁ ପ୍ରକାର ସୁବିଧା ପାଉଛନ୍ତି। ଲୋକ ବି ଆମ ମାନେ ଓଡ଼ିଶା ଲୋକ ବା ଚିତ୍ରକୋଣ୍ଡା ବ୍ଲକର କିଛି ଗାଁ ସେମାନେ ଆନ୍ଧ୍ର ମୁହାଁ ହେଉଛନ୍ତି। ଆନ୍ଧ୍ର ପ୍ରଲୋଭନ ଦେଖାଇକି ଆମ ଲୋକଙ୍କୁ ପ୍ରଲୋଭିତ କରୁଛି। ଏକଥା ମୁଁ ମଧ୍ୟ କହିଥିଲି ବାରମ୍ବାର କଥା। ସରକାରୀ ସୁବିଧା ହେବ, ଲୋକ ବାଧ୍ୟ ହେବେ। ନିଶ୍ଚିତ ସେଠି ସବୁ ପ୍ରକାର ସୁବିଧା ପାଉଛନ୍ତି, ଯାହାଦ୍ୱାରା କି ସେମାନେ ଆନ୍ଧ୍ର ମୁହାଁ ହେଉଛନ୍ତି। କହିହେବ ନା କିଛି ସେଭଳିଆ ଯଦି ହୁଏ ତାହେଲେ ତ ଆନ୍ଧ୍ର ପୁରା ବହୁତ ମାନେ ଆମ ଚିତ୍ରକୋଣ୍ଡା ବ୍ଲକଟାକୁ ପୁରା କବ୍ଜା କରିଦେବ। ଯଦି କି ପ୍ରକାର ସୀମା ସୁରକ୍ଷା ହେଉଛି, ସୀମା ଭିତରେ ପଶିକି ଯଦି ଏତେ ସବୁ କାର୍ଯ୍ୟ ହେଇପାରୁଛି, ତାମାନେ ସରକାରଙ୍କର ସୀମା ସୁରକ୍ଷା କିଛି ନାହିଁ। ସବୁ ପ୍ରକାର ପେପର, ଇଲେକ୍ଟ୍ରିକ୍ ମିଡ଼ିଆ, ପେପର ମିଡ଼ିଆରେ ଘନ ଘନ ପ୍ରଚାରିତ ହେଲା ପରେ ମଧ୍ୟ ସରକାର ସେଠି କର୍ଣ୍ଣପାତ କରୁନାହାନ୍ତି, କି ସେଠିକାର ଲୋକଙ୍କର ମୌଳିକ ସମସ୍ୟାରୁ ସେମାନଙ୍କୁ ଦୂର କରିପାରୁନାହାନ୍ତି, ସମାଧାନ କରିପାରୁନାହାନ୍ତି। ଯାହାଦ୍ୱାରା କି ଯେଉଁ ଜନସାଧାରଣ ଗରିବ ଲୋକମାନେ ଯୋଉଠି ଯଦି ସୁବିଧା ପାଇଲେ ନିଶ୍ଚିତ ଭାବେ ସେପଟେ ଆକର୍ଷିତ ହେଇକରି ସେମାନେ ପଳେଇବେ। କି ପ୍ରକାର ହିନ୍ଦୁ ରାଷ୍ଟ୍ର ଗଢ଼ିବେ ମାନେ? ଖାଲି କଥା, ବାଜପଟ, ଭାଷଣବାଜି। ଏ ସରକାର ଭାଷଣବାଜି, ମିଛ କହିବା, ରଙ୍ଗ ବଦଳାଇବା, ଏ କଥାରେ ସେମାନେ ବ୍ୟସ୍ତ ଅଛନ୍ତି। କାର୍ଯ୍ୟ ବଦଳାଇବା, ଏ ପ୍ରକାର କାମରେ ବ୍ୟସ୍ତ ଅଛନ୍ତି, କିନ୍ତୁ ପ୍ରକୃତରେ ଉନ୍ନତି କ'ଣ ହେବ ସେ ପ୍ରତି ଏମାନେ ଧ୍ୟାନ ଦେଉନାହାନ୍ତି। ଆଜି ପର୍ଯ୍ୟନ୍ତ ଯେଉଁ ବିଗତ ଦିନରେ ଯେତିକି ବି ବଜେଟ୍ ପାସ୍ ହେଇଥିଲା ବିଭିନ୍ନ ଡିପାର୍ଟମେଣ୍ଟରେ, ସେ ପଇସା ଆଜି ପର୍ଯ୍ୟନ୍ତ ପଞ୍ଚାୟତ ଜରିଆରେ କିମ୍ବା ବ୍ଲକ ଜରିଆରେ କି ଜିଲ୍ଲା ଜରିଆରେ ଖର୍ଚ୍ଚ ହେଇପାରୁନାହିଁ।
ଖର୍ଚ୍ଚ ହେଇପାରୁନି। ମାନେ ପୂର୍ବ ତାକୁ ବଜେଟରେ ଯୋଉ 2 ଲକ୍ଷ ପ୍ରଶାସନ ସମ୍ପାଦନା କରିପାରୁନାହାନ୍ତି। ଅନେକ ପଇସା ମାନେ ପଇସା ତ କିଛି ବଜେଟରେ ପଇସା ନଥାଇକିରି ବଜେଟ ତିଆରି କରୁଛନ୍ତି। ପଇସା ବି ଅଧା ଆସି ପହଞ୍ଚୁଛି, ଅଧା ପହଞ୍ଚି ପାରୁନି। କି କାମ ବି ସଠିକ ଭାବରେ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟ ସମ୍ପାଦନ ହେଇପାରୁନି। ଯୋଉ 2,90,00,000 ଟଙ୍କା ଆସିଥିଲା ତାହେଲେ କଣ ହେଲା? ବିଭିନ୍ନ ପ୍ରକାର ଯୋଜନା ତିଆରି କରିଦେଉଛନ୍ତି। ସେ ଯୋଜନାରେ ଫମ୍ପା ହାଣ୍ଡି ଭଳିଆ, ଫମ୍ପା ମାଠିଆ ଭଳିଆ ଯୋଜନା ତିଆରି କରୁଛନ୍ତି, ସେ ଭିତରେ କିଛି ନଥାଉଛି। ଏଭଳିଆ ମଧ୍ୟ ହେଉଛି ଏ ସରକାରରେ। ଆମେ ସେଥିପାଇଁ ମୁଁ ବାରମ୍ବାର କହୁଛି, ଏ ସରକାରଙ୍କ ଉପରେ ଭରସା ନାହିଁ। ମାନେ କୋଟି କୋଟି କାନ୍ଦୁଛନ୍ତି, ମାନେ ଜନତା କାନ୍ଦୁଛନ୍ତି, ଜନସାଧାରଣ କାନ୍ଦୁଛନ୍ତି। ଜନସାଧାରଣ ଏବେ ମନେ ପକାଉଛନ୍ତି, ଛି ଆମେ କେଡ଼େ ଭୁଲ କଲୁ ଏ ସରକାରକୁ, ଇଏ ବିଜେପି ଦଳକୁ ସରକାରକୁ ଆଣି। ଆଚ୍ଛା, ଯଦି ଧରନୀୟ ଏଇ ଯୋଉ ସରକାର ଯେମିତି ଭାବରେ ପ୍ରୋସେସିଂ କରୁଛନ୍ତି, ୟା ବଦଳରେ ଆପଣଙ୍କ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ଧର ଏତକ ବଜେଟ୍ ରହିଲା 310 ଲକ୍ଷ କୋଟି ଟଙ୍କା। ତା ଦେହରୁ କେବଳ 10 ଲକ୍ଷ କୋଟି ଟଙ୍କା ଆପଣଙ୍କୁ ଦିଆଗଲା। କେବଳ 10 ଲକ୍ଷ, 300 ଲକ୍ଷ କୋଟି ଛାଡ଼ି ଦିଅନ୍ତୁ। 10 ଲକ୍ଷ କୋଟି ଟଙ୍କା ଦିଆହେବ ଆପଣଙ୍କ ନିର୍ବାଚନ ମଣ୍ଡଳୀକୁ। ଆପଣ କେମିତି ସୁଧାରିବେ? ଆପଣ ସୁଧାରି ଦେଇପାରିବେ କିଛିଟା? ନିଶ୍ଚିତ ସୁଧାରି ହେବ। ସେଭଳିଆ ବଜେଟ୍ ଯଦି ଆସିବ ତାହେଲେ ନିଶ୍ଚିତ ଭାବରେ। ଏଠି ତ ଆମ କାଣି ଛାୟା ପଡ଼ୁଛି। କହିଲି ପରା, ଶୋଇଲା ପୁଅର ଭାଗ ନାହିଁ, ଶୋଇଲା ପୁଅର ଭାଗ ନାହିଁ, ସାନ ପୁଅର ଭାଗ ନାହିଁ। ସେଭଳିଆ ହେଉଛି। ମାନେ ଶେଷ ନିର୍ବାଚନ, ଶେଷ ଜିଲ୍ଲା ସବୁ ଉପର ମୁଣ୍ଡରୁ ଯାଉ 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 ଯାଇ 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 ପୁରା ଶେଷରେ ଯାହା ବଳକା ହେଲା ତା ପଡ଼ୁଛି, ନହେଲେ କିଛି ଡିପାର୍ଟମେଣ୍ଟରେ ପଡ଼ୁନାକା ନାହିଁ। ଫାଷ୍ଟ ପ୍ରାୟୋରିଟି କାହାକୁ ଦଉଛନ୍ତି? ମନ୍ତ୍ରୀମାନଙ୍କୁ? ହଁ, ନିଶ୍ଚିତ ଭାବରେ ମନ୍ତ୍ରୀମାନଙ୍କୁ ଦେଉଛନ୍ତି। ଆଗେ ମୁଖ୍ୟମନ୍ତ୍ରୀ ତାଙ୍କ ଅଞ୍ଚଳ, ହଁ ତାପରେ ହଁ, ଉପମୁଖ୍ୟମନ୍ତ୍ରୀ ତାଙ୍କ ଅଞ୍ଚଳ। ତେଲ ମୁଣ୍ଡରେ ତେଲ। ଏବେ ଦେଖନ୍ତୁ, ମନ୍ତ୍ରୀମାନେ ତାଙ୍କ ଭିତରେ ଭାଗ ବଣ୍ଟା କରି ନେଇଯାଉଛନ୍ତି ବଜେଟକୁ। ଆମେ ଯେତେ ପ୍ରକାର ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆମେ କେତେଟା ଚିଠି ଲେଖିଛୁ। ସିଏମ୍ ଫଣ୍ଡ ସବୁ ସବୁ ଏମ୍ଏଲ୍ଏ ମାନଙ୍କୁ ଦେବା କଥା। କିନ୍ତୁ ତାଙ୍କ ବିଜେପି ଏମ୍ଏଲ୍ଏ ମାନଙ୍କୁ ବର୍ତ୍ତମାନ ଆମେ ଯାହା ଶୁଣିବାକୁ ପାଉଛୁ 2 କୋଟି ଲେଖାଏଁ ଦେଇ ସାରିଲେଣି। କିନ୍ତୁ ଆମେ ଯେତିକି ବି କଂଗ୍ରେସ ଏମ୍ଏଲ୍ଏ ମାନେ ଅଛୁ, ଆମେ ମଧ୍ୟ ତାର ପ୍ରପୋଜାଲ ରେଡ଼ି କରି ଆମେ ଦେଇଥିଲୁ, କିନ୍ତୁ ଆଜି ପର୍ଯ୍ୟନ୍ତ ସେ ପଇସା ଆମକୁ ଦେଲେ ନାହିଁ। କାଲି ଆମେ ବାଧ୍ୟ ହେଇ ଆମ ସିଏଲ୍ପି ଲିଡରଙ୍କର ନେତୃତ୍ୱରେ ଗୋଟିଏ ଆମେ କଂଗ୍ରେସ ବିଧାୟକମାନେ ସବୁ ଲେଖିକରି ଦେଇଛୁ ଯେ କାହିଁକି ଏ ପ୍ରକାର ଅଣଦେଖା କରାଯାଉଛି। ବିଜେପି ବିଧାୟକମାନଙ୍କୁ କାହିଁକି ଦିଆଗଲା, ଆମକୁ କାହିଁକି ଦିଆଗଲା? ସିଏମ୍ ଫଣ୍ଡ ସମସ୍ତଙ୍କର ପଇସା ନା, ସେଇଟା କାହାର ଜଣଙ୍କର ପଇସା ନାହିଁ ନା, ନା ମୁଖ୍ୟମନ୍ତ୍ରୀର ନା ଅଲଗା ମନ୍ତ୍ରୀମାନଙ୍କର। ସେଇଟା ସର୍ବସାଧାରଣଙ୍କର ପଇସା। ସମସ୍ତଙ୍କର ହକ୍ ଅଛି, ସମସ୍ତେ ଖର୍ଚ୍ଚ କରିପାରିବା, ସମସ୍ତେ ସମସ୍ତଙ୍କ ଅଞ୍ଚଳରେ ବିକାଶ ହେଇପାରିବ ସେ ପଇସା। କିନ୍ତୁ ଆମକୁ ଦେଇନାହାନ୍ତି, କଂଗ୍ରେସ ବିଧାୟକମାନଙ୍କୁ ବିଲକୁଲ ଦେଇନାହାନ୍ତି। ମୁଁ ପ୍ରଶ୍ନ ମଧ୍ୟ କରିଥିଲି ଯେ ସିଏମ୍ ଫଣ୍ଡରୁ ରିଲିଫ ଫଣ୍ଡ ଅଛି। ଯେ କେତେ କେଉଁ ବିଧାୟକକୁ କେତେ ଟଙ୍କା ଦିଆଯାଇଛି, ଆଉ କେଉଁ ଅଞ୍ଚଳକୁ ଦିଆଯାଇଛି ମାଗିଛି। ତାର ଉତ୍ତର ଆସିବ, ମୁଁ ଦେଖିବ। ସେ ଉତ୍ତର ଆସିଲେ ମୁଁ ଆପଣଙ୍କୁ କହିବି। ଉତ୍ତର ଏଥରକ ବି ପାଇନାହାନ୍ତି। ନାଇଁ, ଉତ୍ତର ଦେଇନାହାନ୍ତି, ଦେବେ। ଦିଆହେଇଛି, ପ୍ରଶ୍ନଟା ଦେଇଛି, ପ୍ରଶ୍ନ କରିଛି, ମୁଁ ପ୍ରଶ୍ନରେ ମାଗିଛି ଉତ୍ତର।